जय जगन्नाथ पिलाମାନେ ମୁଁ ତୁମମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ଏଜୁକେସନ୍‌କୁ ସ୍ୱାଗତ ଜଣାଉଛି। ପିଲାମାନେ କେମିତି ଅଛ? ଭଲ ଅଛ ତ? ଠିକ୍ ଅଛି ପିଲାମାନେ। ଆଜି ଆମେ ଷଷ୍ଠ ଶ୍ରେଣୀ ଗଣିତ ପ୍ରକାଶ ବହିର ପ୍ରଥମ ଅଧ୍ୟାୟର ପ୍ରଶ୍ନ ଉତ୍ତର କରିବା। ଚାଲ ପିଲାମାନେ। ପ୍ରଥମ ଅଧ୍ୟାୟ ଗଣିତରେ ସଂରଚନା। ପିଲାମାନେ ଆମେ ଆଜି ପ୍ରଥମ ଅଧ୍ୟାୟ ଗଣିତରେ ସଂରଚନା ବିଷୟରେ ପ୍ରଶ୍ନ ଉତ୍ତର କରିବା। ତୁମମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗେ ନିଶ୍ଚିତ ଭାବେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ ଆଉ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବ ମୋର ଭିଡ଼ିଓଟି କେମିତି ତୁମକୁ ଲାଗିଲା। ଚାଲ ପିଲା, ପେଜ୍ ନମ୍ବର 5 ଆସ ବୁଝିବା। ବୁଝିପାରିଲ ପିଲାମାନେ? କ୍ୱେଶ୍ଚିନ୍ ନମ୍ବର 1, ସାରଣୀ 2ରେ ଦିଆଯାଇଥିବା ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନାକୁ ନିଜ ଖାତାରେ ଲେଖ ଏବଂ ପ୍ରତ୍ୟେକ କ୍ରମ ପାଇଁ ପରବର୍ତ୍ତୀ ଚିତ୍ର ଅଙ୍କନ କର। ପିଲେ ଦେଖ, ସାରଣୀରେ ଦିଅ ପ୍ରଥମଟା ଆମେ ଦେଖିବା ସମସ୍ତ 1 ଧ୍ରୁବକ କ୍ରମ। ସଂଖ୍ୟାକ୍ରମ କ'ଣ ଦେଇଛି? 1 1 1 1 ତା ପରବର୍ତ୍ତୀ ସଂଖ୍ୟା କ'ଣ ଆସିବ? ପରବର୍ତ୍ତୀ ଷଷ୍ଠ ସଂଖ୍ୟାଟା ଆସିବ ସେଇ 1। ଚିତ୍ର କେବଳ ଗୋଟିଏ ବିନ୍ଦୁ। 2ରେ ଦେଇଛି କ'ଣ ନା ଗଣନ ସଂଖ୍ୟା। ଦ୍ୱିତୀୟ ଯେଉଁ ଚିତ୍ରଟା ଦେଇଛି କ'ଣ? ଗଣନ ସଂଖ୍ୟା। ସଂଖ୍ୟାକ୍ରମ କ'ଣ ଦେଇଛି ନା 1 2 3 4 5। ପ୍ରତିଥର 1 ଯୋଗ ହେଉଛି ପରବର୍ତ୍ତୀ ଷଷ୍ଠ ସଂଖ୍ୟା କେତେ ହେବ ନା 5 5ରେ 1 ଯୋଗ ହେବ 6 ହେବ। ଚିତ୍ରଟା କେମିତି ଆସିବ ନା ଭୂ ସମାନ୍ତର ଭାବେ କ୍ରମାଗତ 6ଟି ବିନ୍ଦୁ ସରଳ ରେଖାରେ ରହିବ, ମାନେ ଗୋଟିଏ ସରଳ ରେଖାରେ ରହିବ। ପିଲେ ତୃତୀୟରେ ଦେଇଛି ସବୁ ଅଯୁଗ୍ମ ସଂଖ୍ୟା। ସଂଖ୍ୟାକ୍ରମ କ'ଣ? 1 ତାପରେ 3 ଆସିଲା, 5 7 9। ପ୍ରତିଥର 2 ଯୋଗ ହେଉଛି, 2 ଯୋଗ କଲେ ଆମେ ଅଯୁଗ୍ମ ସଂଖ୍ୟା ପାଉଛେ। ତେଣୁକରି ପରବର୍ତ୍ତୀ ଷଷ୍ଠ ସଂଖ୍ୟାଟି କେତେ ହେବ ନା 9 ଯୁକ୍ତ 2 ସମାନ 11। ଚିତ୍ର କେମିତି ହେବ ନା ଭୂ ସମାନ୍ତର ଭାବେ କ୍ରମାଗତ 11ଟି ବିନ୍ଦୁ ସରଳ ରେଖାରେ ରହିବେ। ପିଲେ 4ରେ ଯୁଗ୍ମ ସଂଖ୍ୟା। ସଂଖ୍ୟାକ୍ରମ କ'ଣ ନା 2 4 6 8 10। ପ୍ରତିଥର 2 ଯୋଗ ହେଉଛି, ତାହେଲେ 10ରେ ଆମେ 2 ଯୋଗ କରିବା, ତାହେଲେ ଷଷ୍ଠ ସଂଖ୍ୟାଟି ପାଇବା 10 2 12। ହଁ କି ନା? ଚିତ୍ର କେମିତି ହେବ ନା ଉପର ଧାଡ଼ିରେ 6ଟି ଏବଂ ତଳ ଧାଡ଼ିରେ 6ଟି ବିନ୍ଦୁ ସମାନ୍ତରାଳ ଭାବରେ ରହିବ। ପିଲେ 5ରେ ତ୍ରିକୋଣୀୟ ସଂଖ୍ୟା। ସଂଖ୍ୟାକ୍ରମ କ'ଣ ନା 1 3 6 10 15। ପରବର୍ତ୍ତୀ ଷଷ୍ଠ ସଂଖ୍ୟା କେତେ ହେବ ନା 15 ଯୁକ୍ତ 6 21 ହେଲା କି ନାହିଁ? କ୍ରମିକ ଗଣ ସଂଖ୍ୟା ଯଥା +2 +3 +4 +5 ତାପରେ ମିଶିବ +6 ଯୋଗ ହେଉଛି। ଚିତ୍ର କେମିତି ହେବ ନା ଏକ ତ୍ରିଭୁଜାକାର ଗଠନ ହେବ, ଯାହାର ସର୍ବନିମ୍ନ ତଳ ଧାଡ଼ିରେ 6ଟି ବିନ୍ଦୁ, ତା ଉପରକୁ ପିଲେ 5ଟି ବିନ୍ଦୁ ଦେବ, ତା ଉପରକୁ 4ଟି, ତା ଉପରକୁ 3ଟି, ତା ଉପରକୁ 2ଟି, ତାପରେ ଶୀର୍ଷରେ 1ଟି ବିନ୍ଦୁ ରହିବ। ମୋଟ ବିନ୍ଦୁ କେତେ ହେବ ନା 21 ବିନ୍ଦୁ ହେବ, ଯେଉଁଟାକି ତ୍ରିଭୁଜାକାର ଦେଖାଯିବ, ଯାହାକୁ ତ୍ରିକୋଣୀୟ ସଂଖ୍ୟା ବୋଲି କୁହାଯିବ। ଦେଖ ପିଲେ, ଷଷ୍ଠରେ ବର୍ଗ ସଂଖ୍ୟା। ସଂଖ୍ୟାକ୍ରମ 1 4 9 16 25 ହେଲା। ଯେମିତି 1ର ବର୍ଗ 1, 2ର ବର୍ଗ 4, 3ର ବର୍ଗ 4 3ର ବର୍ଗ 9, 4ର ବର୍ଗ 16, 5ର ବର୍ଗ 25। ପରବର୍ତ୍ତୀ ଷଷ୍ଠ ସଂଖ୍ୟାରେ କେତେ ହେବ ନା 6 ଗୁଣନ 6। ହଁ କି ନାହିଁ? 6 ଗୁଣନ 6 ବା 6ର ସ୍କୋୟାର ବା 6ର ବର୍ଗ କେତେ ହେବ 36। ଚିତ୍ର କେମିତି ପିଲା ହେବ ନା ଏକ ବର୍ଗାକାର ଗଠନ ହେବ, ଯେଉଁଥିରେ 6ଟି ଧାଡ଼ି ଏବଂ 6ଟି ସ୍ତମ୍ଭରେ ମୋଟଟି 36ଟି ବିନ୍ଦୁ ରହିବ। ମୋଟ 36ଟି ବିନ୍ଦୁ ରହିବ। 7 ନମ୍ବର ପିଲାମାନେ ଯେଉଁ 7ରେ ଘନ ସଂଖ୍ୟା। ସଂଖ୍ୟାକ୍ରମ 1 8 27 64 125। ହଁ କି ନାହିଁ? 125ଟା କାହାର ନା 5ର ଘନ, ତାପରେ କାହାର ଘନ ଆସିବ 6ର ଘନ ଆସିବ। ପରବର୍ତ୍ତୀ ଷଷ୍ଠ ସଂଖ୍ୟାଟି କିଏ ହେବ 6ର ଘନ, ମାନେ 216। ଏକ ବଡ଼ ଚିତ୍ର କେମିତି କରିବ? ଏକ ବଡ଼ ଘନକ ଚିତ୍ର ହେବ, ଯାହାର ଲମ୍ବ ଓସାର ଏବଂ ଉଚ୍ଚତା ପ୍ରତ୍ୟେକ ଦିଗରେ 6ଟି ଲେଖାଏଁ ଛୋଟ ଘନକ ରହିବ। କ୍ୱେଶ୍ଚିନ୍ ନମ୍ବର 2, ପ୍ରଥମ ପିଲା ଦେଇଛି 1 3 6 10 15
को कहीं त्रिकोणीय संख्या कुहाଯାଏ? उत्तर कारण कौन ना यही संख्या गुड़ी को बिंदु साहाय्य सजाइले प्रत्येक संख्या एक समबाहु त्रिभुज गठन करती। सूत्र कौन ना यार साधारण सूत्र होची Tn इक्वल टू n होल इंटू n+1 डिवाइडेड 2। तापर पे मैंने देखी 1 4 9 16 25 को कहीं वर्ग संख्या बा वर्ग कुहाଯାଏ? उत्तर हेल्ले कारण कौन ना यही संख्या गुड़िक हो गणन संख्या मानकर वर्ग जमती 1 वर्ग 2 वर्ग 3 वर्ग 4 वर्ग 5 वर्ग इत्यादि एवं एम को बिंदु द्वारा सजाइले एक समान बाहु विशिष्ट वर्गचित्र गठन हुए। तापर पे मैंने 1 8 27 64 125 को कहीं घन संख्या कुहाଯାଏ? उत्तर कारण यही संख्या गुड़िक हो गणन संख्या मानकर घन जमती 1 घन 2 घन 3 घन 4 घन 5 घन एवं एमान द्वारा त्रिविनिमय समघन बा क्यूब गठन करा जाई पारिबो। क्वेश्चन नंबर 3 तुम्हें मैंने लक्ष्य करिथिबो जे 36 हेउची एक त्रिकोणीय संख्या एवं एक वर्ग संख्या अर्थात 36 टी बिंदु को नहीं उभय त्रिकोणीय चित्र एवं वर्ग चित्र रे संपूर्ण रूपे सजाई पारिबा। तुम खातार चित्र कर देखाओ। एथिरु जना जाउछि जे समान संख्या को भिन्न भिन्न उपाय रे परिस्थिति अनुଯାयी उपस्थापना करा जाई परिबो। तुम एहिपरि अन्य किछि संख्या को विभिन्न उपाय रे चित्रित उपस्थापना करबा को चेष्टा कर। पहले देख उत्तर वर्गचित्र रूपे आम 6 गुणन 6 6टी धाड़ी एवं 6टी स्तंभ करी मोट 36 टी बिंदु आंकी पारिबा। देखो एमती है जमी मुझे बिंदु गुड़ देती स्तंभ आकार 6टी धाड़ी आकार 6टी रहिबो। से त्रिकोणीय चित्र रूपे ऊपर तल को क्रमान्वय 1टी 2टी 3टी 4टी 5टी 6टी 7टी 8टी बिंदु दे एक त्रिभुज आकार करिवो। कारण 1 मिश्रण 2 मिश्रण 3 मिश्रण 4 मिश्रण 5 मिश्रण 6 मिश्रण 7 मिश्रण 8 समान 36 बुझिपारछ कि नहीं आकृतिटा यहीपरि हम। क्वेश्चन नंबर 4 निम्न रे दिया जाइतिबा संख्यार क्रम को तुमे कौन नाम देबो? पिले देख उत्तर यही संख्याक्रम को षडभुजीय संख्या कुहाଯାଏ। परवर्ती संख्या पिले कि हम ना 61 हम बुझिपार ना नहीं। कारण कौन ना 1 मिश्रण 6 समान 7 7 मिश्रण 12 समान 19 19 मिश्रण 18 समान 37 अतएव परवर्ती संख्या समान 37 युक्त 24 समान 61। एटा 6 गुणितक जोग होउची 6 12 18 24 6 गुणितक बुझिपारे पिले माने। क्वेश्चन नंबर 5 2 घात विशिष्ट संख्या क्रम को चित्र रे दर्शावा तुम्हें उपाय चिंता करिपरिबो कि सेहीपरि 3 घात संख्या क्रम चित्रित उपस्थापना कर। पिले मैंने देख से 2 घात क्रम पिले केमती हम ना 2 to the power 1 समान के 2 2 to the power 2 समान के 4 2 to the power 3 समान के 8 2 to the power 4 समान के 16 एमती चलो। यह दर्शावाई आम एक वृक्ष चित्र बा शाखा प्रशाखा चित्र व्यवहार करिपरिबा जोटी प्रत्येक बिंदु 2टी लेखाएं नुआ शाखा बाहर। अन्य एक उपाय होची वर्गचित्र को प्रति थर अधा अधा कर भाग करवा। पिले माने से 3 घात संख्या क्रम व्यवहार कर 3 to the power 1 3 3 to the power 2 माने के 3 into 3 समान 9 3 to the power 3 माने 3 into 3 into 3 27। एथिबे एक बिंदु 3टी शाखा बाहर भली ट्री डायग्राम तैयारी करा जाई परिबो। प्रथम स्तर रे 3टी बिंदु द्वितीय स्तर रे प्रत्येक 3टी लेखाए बाहरी मोट 9टी बिंदु एवं तृतीय स्तर रे 27टी बिंदु हेबो। पिले माने तुम बुझी न पारछ मते कमेंट रे चलबो नले आउथरे वीडियो को अपलोड करिवि हला कि।
जदि मो वॉइस भी तुमको टिके क्लियर सुनुथुव जेहेतु थंडा हो जाइए। पिले पेज नंबर 8 दे जोड़े निम्न निम्न चित्रित उपस्थापन को वर्णना करिपरिबा कि पिले उत्तर चित्र रे बिंदु गुड़ी को एक वर्गाकार सज्जारे रखा जाइछि। एथिरे 6टी धाड़ी एवं 6टी स्तंभ अछि। मोट बिंदु संख्या 6 × 6 = 36। यह एक वर्ग संख्या 6 र वर्ग समान 36 को सूचाऊ अछि। पिले देख से पेज नंबर 18 देइछि 8 रे देइछि आस बुझिबा। 1 नंबर पिले माने देइछि गणना संख्या को आग को पछ को लेखि जोग कले जेपरि 1 1 + 2 + 1 1 + 2 + 3 + 2 + 1 वर्ग संख्या काहेकि हुए जानिबा पई तुम एक समान प्रकार चित्र अंकन करी ताहाकू वर्णना करि परिबो कि। पिले देख समाधान 1 + 2 + 3 + 2 + 1 समान 3 × 3 समान 9। पिले देख डट टी एमती हम डट चित्र एम दबा माने स्तंभ आकार 3टा धाड़ी आकार भी 3टा बुझिपारछ। पिले कारण कौन ना जितेबाला आम यही क्रम को जोग करूँ ता प्रकृत में प्रथमे केतक क्रमिक अजुग्म संख्यार समशेष समान हुए जमी 1 समान 1 1 स्क्वायर 1 + 2 + 1 समान 4 2 र वर्ग बा 2 र स्क्वायर 1 + 2 + 3 + 2 + 1 जमी 9 3 र वर्ग बा 3 स्क्वायर ऊपर चित्र अनुसार प्रति थर एक नुआ स्तर जोग कले यह एक पूर्ण वर्ग गठन करे। क्वेश्चन नंबर 2 आंकिथिबा तुम चित्रर एक बृहत रूप को कल्पना करी किंबा आवश्यक अनुसार एक आंशिक अंकन करी निम्न संरचनार मूल्य केते हेबो कहि परिबो कि। देखो उत्तर बा समाधान यही क्रमर सर्वोच्च संख्या हूँ 100 सूत्र अनुଯାयी 1 ରୁ n पर्यंत जाए पुणी 1 पर्यंत फेरिले समष्टि सर्वदा से मझी संख्यार वर्ग n स्क्वायर हुए मूल्य 100 ର वर्ग समान 100 × 100 समान 10,000। क्वेश्चन नंबर 3 समस्त एक को क्रम जोग करी आग को बढ़ाइले तुम्हें क्यों संरचना पाइब जितेबाला तुम्हें समस्त एक क्रम को आग को पछ को जोग कर क्यों संरचना पाइब। पिले समाधान क्रम को केवल आग को बढ़ाइले आम त्रिभुजीय संख्या पाइबा जपरी 1 3 6 10 15 क्रम को आग को पछ को जोग करिले आम वर्ग संख्या पाइबा जपरी 1 4 9 16 25 इत्यादि बुझिपारे पिले माने। क्वेश्चन नंबर 4 तुम्हें गणना संख्यार क्रम को आग को बढ़ाई जोग कले केउ क्रमटी पाइब यार एक छोट चित्र चित्रित उपस्थापन करी वर्णना कर। पिले समाधान गणना संख्या को आग को बढ़ाई जोग कले 1 1 + 2 1 + 2 + 3 1 + 2 + 3 + 4 आम त्रिभुजीय संख्या क्रम पाइबा जमी 1 ର 1 1 + 2 = 3 1 + 2 + 3 6 1 + 2 + 3 + 4 समान 10। देख पिले देख चित्र यहीपरि हम बुझिपारा। क्वेश्चन नंबर 5 तुम्हें क्रमिक त्रिकोणीय संख्या जोड़ी को जोग करने आरंभ कले यथा 1 + 3 3 + 6 6 + 10 10 + 15 तुम्हें केउ क्रमटी पाइब कहीं यार चित्रित उपस्थापन करिपरिबो कि। पिले समाधान क्रम दुईटी पाखापाखि बा क्रमिक त्रिभुजीय संख्या को जोग कले सर्वदा एक वर्ग संख्या मिले जमी 1 + 3 = 4 2 ର वर्ग 3 + 6 = 9 3 ର वर्ग 6 + 10 = 16 4 ର वर्ग 10 + 15 = 25
ପାଞ୍ଚର ବର୍ଗ। କାରଣ ପିଲେ କ'ଣ ନା ଦୁଇଟି କ୍ରମିକ ତ୍ରିଭୁଜାକାର ବିନ୍ଦୁ ସଜ୍ଜକୁ ଏକାଠି ଯୋଡ଼ିଲେ ତାହା ଏକ ସୁନ୍ଦର ବର୍ଗାକାର କ୍ଷେତ୍ର ସୃଷ୍ଟି କରେ। କ୍ୱେଶ୍ଚିନ୍ ନମ୍ବର 6 ଏଠାରୁ ଆମେ ଆରମ୍ଭ କରି 2ର ଘାତ ଗୁଡ଼ିକୁ ଯୋଗ କରିବା ଆରମ୍ଭ କଲେ ଯଥା 1 1 ଯୁକ୍ତ 2 1 ଯୁକ୍ତ 2 ଯୁକ୍ତ 4 1 ଯୁକ୍ତ 2 ଯୁକ୍ତ 4 ଯୁକ୍ତ 8 କ'ଣ ପାଇବ? ଏହି କ୍ରମର ପ୍ରତ୍ୟେକ ସଂଖ୍ୟାରେ 1 ଯୋଗ କଲେ ତୁମେ କେଉଁ ସଂଖ୍ୟା ପାଇବ? ଏପରି କାହିଁକି ହୋଇଥାଏ? ପିଲାମାନେ ସମାଧାନ ଯୋଗଫଳର କ୍ରମ 1 ସମାନ 1 1 ଯୁକ୍ତ 2 ସମାନ 3 1 ଯୁକ୍ତ 2 ଯୁକ୍ତ 4 ସମାନ 7 1 ଯୁକ୍ତ 2 ଯୁକ୍ତ 4 ଯୁକ୍ତ 8 ସମାନ 15। ଆମେ ପାଇଥିବା କ୍ରମଟି ହେଲା 1 3 7 15 31। ଏହା 2n-1 ରୂପରେ ଅଛି। ଦେଖ ପ୍ରତ୍ୟେକ ସଂଖ୍ୟାରେ 1 ଯୋଗ କଲେ କ'ଣ ନା 1 ଯୁକ୍ତ 1 ସମାନ 2 ମାନେ 2ର 2 ଟୁ ଦି ପାୱାର 1 3 ଯୁକ୍ତ 1 ସମାନ 4 2ର ବର୍ଗ 7 ଯୁକ୍ତ 1 ସମାନ 8 2ର ଘନ 15 ଯୁକ୍ତ 1 ସମାନ 16 2ର 4 2 ଟୁ ଦି ପାୱାର 4। ଆମେ ପାଇଥିବା କ୍ରମଟି ହେଲା 2 4 8 16 32 ଯାହାକି 2ର ଘାତ ସଂଖ୍ୟା। ପିଲାମାନେ କ୍ୱେଶ୍ଚିନ୍ ନମ୍ବର 7 ତ୍ରିକୋଣୀୟ ସଂଖ୍ୟା ଗୁଡ଼ିକୁ 6 ଦ୍ୱାରା ଗୁଣନ କରି ଯୋଗ କଲେ କ'ଣ ପାଇବ? ଏହାଦ୍ୱାରା ତୁମେ କେଉଁ କ୍ରମ ପାଇବ? ତୁମେ ଏହି କ୍ରମର ଚିତ୍ରିତ ଉପସ୍ଥାପନ କରି ଏହାକୁ ବ୍ୟାଖ୍ୟା କର। ପିଲେ ଉତ୍ତର ତ୍ରିକୋଣୀୟ ସଂଖ୍ୟା ଗୁଡ଼ିକ ହେଲା 1 3 6 10 15। ବର୍ତ୍ତମାନ ପ୍ରଶ୍ନ ଅନୁସାରେ ପ୍ରତି ସଂଖ୍ୟାକୁ 6 ଦ୍ୱାରା ଗୁଣନ କରି 1 ଯୋଗ କରିବା। 1 ଗୁଣନ 6 ଯୁକ୍ତ 1 ସମାନ କେତେ? 6 ଯୁକ୍ତ 1 ସମାନ 7 6 ଗୁଣନ 3 ଯୁକ୍ତ 1 36 18 ଯୁକ୍ତ 1 19 6 ଗୁଣନ 6 ଯୁକ୍ତ 1 36 ଯୁକ୍ତ 1 ସମାନ 37। ସେମିତି ପିଲେ 10 ଗୁଣନ 6 ଯୁକ୍ତ 1 10 60 ଯୁକ୍ତ 1 61। ନିର୍ଣ୍ଣୟ କ୍ରମ ଆମେ ପାଉଥିବା ସଂଖ୍ୟା ଗୁଡ଼ିକର କ୍ରମ ହେଉଛି 7 19 37 61। ଏହି ସଂଖ୍ୟା ଗୁଡ଼ିକୁ ଷଡ଼ଭୁଜାକାର ସଂଖ୍ୟା କୁହାଯାଏ। ଚିତ୍ରିତ ବ୍ୟାଖ୍ୟା ପୃଷ୍ଠରେ ଦିଆଯାଇଥିବା ଡାହାଣ ପଟ ବିନ୍ଦୁ ଚିତ୍ରକୁ ଦେଖ। ମଝିରେ ଏକଟି ନାଲି ବିନ୍ଦୁ ଅଛି। ତା ଚାରିପାଖରେ 6ଟି ନୀଳ ବିନ୍ଦୁର ପ୍ରଥମ ଘେର ଅଛି। ମୋଟ ବିନ୍ଦୁ 1 ଯୁକ୍ତ 6 ସମାନ 7। ତା ବାହାରେ 12ଟି ନାଲି ବିନ୍ଦୁର ଦ୍ୱିତୀୟ ଘେର ଅଛି। ମୋଟ ବିନ୍ଦୁ 7 ଯୁକ୍ତ 12 ସମାନ 19। ଏହିପରି ଭାବରେ ଏକ ସୁଷମ ଷଡ଼ଭୁଜ ଆକୃତିର ବିନ୍ଦୁ ଗଠନ ହେଉଛି। କ୍ୱେଶ୍ଚିନ୍ ନମ୍ବର 8 ତୁମେ ଷଡ଼ଭୁଜାକାର ସଂଖ୍ୟା ଗୁଡ଼ିକୁ ଆଗକୁ ଯୋଗ କରିବା ଆରମ୍ଭ କଲେ ଯଥା 1 1 ଯୁକ୍ତ 7 1 ଯୁକ୍ତ 7 ଯୁକ୍ତ 19 1 ଯୁକ୍ତ 7 ଯୁକ୍ତ 19 ଯୁକ୍ତ 37। କ'ଣ ହେବ? ତୁମେ କେଉଁ କ୍ରମଟି ପାଇବ? ଏକ ଘନର ଚିତ୍ର ବ୍ୟବହାର କରି ଏହାକୁ ବ୍ୟାଖ୍ୟା କର। ପିଲେ ଉତ୍ତର ଦିଆଯାଇଥିବା ଯୋଗଫଳ ଗୁଡ଼ିକୁ ନିର୍ଣ୍ଣୟ କରିବା। ପ୍ରଥମ ପଦ 1 ସମାନ 1 ସମାନ 1ର ଘନ। ଦ୍ୱିତୀୟ ପଦ 1 ଯୁକ୍ତ 7 ସମାନ 8 2ର ଘନ। ତୃତୀୟ ପଦ 1 ଯୁକ୍ତ 7 ଯୁକ୍ତ 19 27 3ର ଘନ। ଚତୁର୍ଥ ପଦ 1 ଯୁକ୍ତ 7 ଯୁକ୍ତ 19 ଯୁକ୍ତ 37 64 4ର ଘନ। ନିର୍ଣ୍ଣୟ କ୍ରମ ଆମେ ପାଉଥିବା ସଂଖ୍ୟା ଗୁଡ଼ିକ କ୍ରମ ହେଉଛି 1 8 27 64। ଏହି ସଂଖ୍ୟା ଗୁଡ଼ିକୁ ପୂର୍ଣ୍ଣ ଘନ ସଂଖ୍ୟା କୁହାଯାଏ। ଘନଚିତ୍ର ସାହାଯ୍ୟରେ ବ୍ୟାଖ୍ୟା ପୃଷ୍ଠରେ ଦିଆଯାଇଥିବା ବାମ ପଟର ରଙ୍ଗୀନ ଘନର ଚିତ୍ରକୁ ଦେଖ। 1 3 ଗୁଣନ 3 ଗୁଣନ 3ର ବଡ଼ ଘନକ ଗଠନ କରିବା ପାଇଁ ମୋଟ 27ଟି ସାନ ଘନକ ଦରକାର। ଚିତ୍ରରେ ଦର୍ଶାଯାଇଛି ଯେ ଏକ ଛୋଟ ଘନକ ବାହାରେ ନୂଆ ସ୍ତର ବା ଘେର ବା ଷଡ଼ଭୁଜାକାର ସଂଖ୍ୟା ଅନୁସାରେ 7 19 ଯୋଗ କରି ଆମେ ଏକ ବଡ଼ ପୂର୍ଣ୍ଣ ଘନ ସଂଖ୍ୟା ପାଇପାରିବା। ପିଲାମାନେ ପେଜ୍ ନମ୍ବର 11 ଆସ ବୁଝିବା। କ୍ୱେଶ୍ଚିନ୍ ନମ୍ବର 1 ସାରଣୀ 3ର ପ୍ରତ୍ୟେକ କ୍ରମରେ ସଂରଚନା ଗୁଡ଼ିକୁ ଚିହ୍ନଟ କରି କୁହ। ଏହି ସାରଣୀରେ ଜ୍ୟାମିତିକ ଆକୃତି ଗୁଡ଼ିକର ବିଭିନ୍ନ ପ୍ରକାର କ୍ରମ ବା ପ୍ୟାଟର୍ନ ଦିଆଯାଇଛି। ସେଗୁଡ଼ିକର ଚିହ୍ନଟ ନିମ୍ନ ପ୍ରକାରରେ ହେବ। ଯେମିତି
ପ୍ରଥମ କ୍ରମ ସରଳ ବହୁଭୁଜ ଦେଇଛି। ଏଠାରେ ବାହୁ ସଂଖ୍ୟା ବୃଦ୍ଧି ଅନୁସାରେ ବହୁଭୁଜ ଗୁଡ଼ିକୁ ସଜାଯାଇଛି। ଯେମିତି ତ୍ରିଭୁଜ 3ଟି ବାହୁ, ଚତୁର୍ଭୁଜ 4ଟି ବାହୁ, ପଞ୍ଚଭୁଜ 5ଟି ବାହୁ, ଷଡ଼ଭୁଜ 6ଟି ବାହୁ, ସପ୍ତଭୁଜ 7ଟି ବାହୁ, ଅଷ୍ଟଭୁଜ 8ଟି ବାହୁ, ନବଭୁଜ 9ଟି ବାହୁ, ଦଶଭୁଜ 10ଟି ବାହୁ। ଦ୍ୱିତୀୟ କ୍ରମ ସମ୍ପୂର୍ଣ୍ଣ ରେଖାଚିତ୍ର। ଏଠାରେ ଶୀର୍ଷ ବିନ୍ଦୁ ସଂଖ୍ୟା ଅନୁସାରେ ଏକ ବହୁଭୁଜର ସମସ୍ତ ଶୀର୍ଷ ବିନ୍ଦୁକୁ ପରସ୍ପର ସହ ସରଳ ରେଖା ଦ୍ୱାରା ଯୋଡ଼ାଯାଇଛି। K2 2ଟି ବିନ୍ଦୁ, K3 3ଟି ବିନ୍ଦୁ ତ୍ରିଭୁଜ, K4 4ଟି ବିନ୍ଦୁ, K5 5ଟି ବିନ୍ଦୁ, K6 6ଟି ବିନ୍ଦୁ। ତୃତୀୟ କ୍ରମ ଅନେକ ଗୁଡ଼ିଏ ବର୍ଗଚିତ୍ର। ଏହା ବର୍ଗଚିତ୍ର ଗ୍ରିଡ୍ର ଆକାର ବୃଦ୍ଧିକୁ ଦର୍ଶାଉଅଛି। 1x1 ବର୍ଗଚିତ୍ର, 2x2 ବର୍ଗଚିତ୍ର, 3x3 ବର୍ଗଚିତ୍ର, 4x4 ବର୍ଗଚିତ୍ର, 5x5 ବର୍ଗଚିତ୍ର। ଚତୁର୍ଥ କ୍ରମ ଅନେକ ଗୁଡ଼ିଏ ତ୍ରିଭୁଜ। ଏକ ବଡ଼ ସମବାହୁ ତ୍ରିଭୁଜ ମଧ୍ୟରେ ଛୋଟ ଛୋଟ ଓଲଟା ଏବଂ ସିଧା ତ୍ରିଭୁଜ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାର ଭୂମିରେ ଥିବା ତ୍ରିଭୁଜ ସଂଖ୍ୟା ଯଥାକ୍ରମେ 1 2 3 4 ଏବଂ 5 ଅଟେ। ପଞ୍ଚମ କ୍ରମ କ'ଣ ଅଛି ନା କକ୍ ଦୃଶ୍ୟକୋଣ। ଏହା ଏକ ପ୍ରାକୃତିକ ଫ୍ରାକ୍ଟାଲ ଗଠନ ଅଟେ। ଏକ ସରଳ ତ୍ରିଭୁଜର ପ୍ରତ୍ୟେକ ବାହୁର ମଧ୍ୟଭାଗରେ ପୁଣି ଛୋଟ ତ୍ରିଭୁଜ ଗଠନ କରି ଏକ ତାରକା ସଦୃଶ ଜଟିଳ ଆକୃତି ତିଆରି କରାଯାଇଛି। Question number 2 ତୁମ ଖାତାରେ ସାରଣୀ 3ରେ ଦିଆଯାଇଥିବା ପ୍ରତ୍ୟେକ କ୍ରମର ଚିତ୍ର ଅଙ୍କନ କର। ପ୍ରତ୍ୟେକ କ୍ରମର ପରବର୍ତ୍ତୀ ଆକୃତିକୁ ତୁମେ ଅଙ୍କନ କରିପାରିବ କି? ଯଦି ହଁ ନା ତେବେ କାହିଁକି? ପ୍ରତ୍ୟେକ କ୍ରମର ପରବର୍ତ୍ତୀ ଆକୃତିଟି ତିଆରି ହେବାର ନିୟମ କିମ୍ବା ସଂରଚନାକୁ ନିଜ ଭାଷାରେ ବର୍ଣ୍ଣନା କର। ଉତ୍ତର ହଁ, ମୁଁ ପ୍ରତ୍ୟେକ କ୍ରମର ପରବର୍ତ୍ତୀ ଆକୃତିକୁ ଅଙ୍କନ କରିପାରିବି, କାରଣ ଏହି ସମସ୍ତ ଚିତ୍ର ଏକ ନିର୍ଦ୍ଦିଷ୍ଟ ଗାଣିତିକ ନିୟମ ବା କ୍ରମ ଅନୁସାରେ ବୃଦ୍ଧି ପାଉଛି। ପରବର୍ତ୍ତୀ ଆକୃତି ତିଆରି ହେବାର ନିୟମଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା। ପ୍ରଥମ କ୍ରମ ସରଳ ବହୁଭୁଜ ନିୟମ। ପ୍ରତି ପରବର୍ତ୍ତୀ ଚିତ୍ରରେ ବାହୁ ସଂଖ୍ୟା 1 ବୃଦ୍ଧି ପାଉଛି। ପରବର୍ତ୍ତୀ ଚିତ୍ର ଶେଷ ଚିତ୍ରଟି ଦଶଭୁଜ ବା 10 ବାହୁ ଅଟେ, ତେଣୁ ଏହାର ପରବର୍ତ୍ତୀ ଚିତ୍ରଟି ଏକ ଏକାଦଶ ଭୁଜ ହେବ। ଦ୍ୱିତୀୟ କ୍ରମ ସମ୍ପୂର୍ଣ୍ଣ ରେଖାଚିତ୍ର ନିୟମ। ପ୍ରତି ପରବର୍ତ୍ତୀ ଚିତ୍ରରେ ଶୀର୍ଷ ବିନ୍ଦୁ ସଂଖ୍ୟା 1 ବୃଦ୍ଧି ପାଉଛି ଏବଂ ପ୍ରତ୍ୟେକ ବିନ୍ଦୁ ଅନ୍ୟ ସମସ୍ତ ବିନ୍ଦୁ ସହିତ ସରଳ ରେଖା ଦ୍ୱାରା ଯୋଡ଼ି ହେଉଛନ୍ତି। ପରବର୍ତ୍ତୀ ଚିତ୍ର ଶେଷ ଚିତ୍ରଟି K6 ବା 6ଟି ବିନ୍ଦୁ ଅଟେ, ତେଣୁ ପରବର୍ତ୍ତୀ ଚିତ୍ରଟି K7 ବା 7ଟି ଶୀର୍ଷ ବିନ୍ଦୁ ବିଶିଷ୍ଟ ସମ୍ପୂର୍ଣ୍ଣ ଗ୍ରାଫ୍ ହେବ, ଯେଉଁଠାରେ ସମସ୍ତ 7ଟି ବିନ୍ଦୁ ପରସ୍ପର ସହ ଯୋଡ଼ି ହେବେ। ତୃତୀୟ କ୍ରମ ଅନେକ ଗୁଡ଼ିଏ ବର୍ଗଚିତ୍ର ନିୟମ। ବର୍ଗଚିତ୍ର ଗ୍ରିଡ୍ର ଧାଡ଼ି ଏବଂ ସ୍ତମ୍ଭ ସଂଖ୍ୟା 1 ଲେଖାଏଁ ବୃଦ୍ଧି ପାଉଛି। ପରବର୍ତ୍ତୀ ଚିତ୍ର ଶେଷ ଚିତ୍ରଟି 5x5 ବର୍ଗଚିତ୍ର ଅଟେ, ତେଣୁ ପରବର୍ତ୍ତୀ ଚିତ୍ରଟି ଏକ 6x6 ଗ୍ରିଡ୍ ବିଶିଷ୍ଟ ବର୍ଗଚିତ୍ର ହେବ। ଚତୁର୍ଥ କ୍ରମ ଅନେକ ଗୁଡ଼ିଏ ତ୍ରିଭୁଜ ନିୟମ। ବଡ଼ ତ୍ରିଭୁଜର ଭୂମିରେ ଥିବା ଛୋଟ ତ୍ରିଭୁଜ ସଂଖ୍ୟା ପ୍ରତି ପାଦରେ 1 ବୃଦ୍ଧି ପାଉଛି। ପରବର୍ତ୍ତୀ ଚିତ୍ର ଶେଷ ତ୍ରିଭୁଜ ଭୂମିରେ 5ଟି ତ୍ରିଭୁଜ ଅଛି, ତେଣୁ ପରବର୍ତ୍ତୀ ଚିତ୍ରରେ ଭୂମିରେ 6ଟି ଛୋଟ ତ୍ରିଭୁଜ ଥିବା ଏକ ବଡ଼ ତ୍ରିଭୁଜ ଗଠନ ହେବ। ପଞ୍ଚମ କ୍ରମ କକ୍ସ ଦୃଶ୍ୟକୋଣ ନିୟମ। ଚିତ୍ର ପ୍ରତ୍ୟେକ ସରଳ ରେଖା ବା ବାହୁର ମଧ୍ୟଭାଗକୁ ବାହାର ପଟକୁ ଏକ ସମବାହୁ ତ୍ରିଭୁଜ ଆକାରରେ ବୃଦ୍ଧି କରାଯାଉଛି। ପରବର୍ତ୍ତୀ ଚିତ୍ର ବର୍ତ୍ତମାନ ଥିବା ତାରକା ଚିତ୍ର ପ୍ରତ୍ୟେକ ଛୋଟ ଛୋଟ କୋଣ ବା ବାହୁ ଉପରେ ପୁଣି ଛୋଟ ତ୍ରିଭୁଜାକାର ଶୃଙ୍ଗ ତିଆରି ହେବ, ଯାହା ଚିତ୍ରଟିକୁ ଆହୁରି ଜଟିଳ ଓ ବରଫ କଣିକା ସଦୃଶ କରିଦେବ। ଦେଖ ପିଲାମାନେ, ପେଜ ନମ୍ବର 11 ଆସ ବୁଝିବା। 1 ନମ୍ବର ଦେଇଛି ସରଳ ବହୁଭୁଜ ଆକୃତି କ୍ରମରେ ଥିବା ପ୍ରତ୍ୟେକ ଆକୃତିର ବାହୁ ସଂଖ୍ୟାକୁ ଗଣି ଲେଖ। ତୁମେ କେଉଁ ସଂଖ୍ୟାକ୍ରମ ପାଇବ? ସରଳ ବହୁଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କୋଣ ସଂଖ୍ୟାକୁ ଗଣି ଲେଖ। ତୁମେ ସମାନ ସଂଖ୍ୟା କ୍ରମ ପାଇବ କି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ପିଲେ ଉତ୍ତର
ବାହୁ ସଂଖ୍ୟାର କ୍ରମ ଗୋଟିଏ ବହୁଭୁଜର ସର୍ବନିମ୍ନ ବାହୁ ସଂଖ୍ୟା 3ରୁ ଆରମ୍ଭ ହୋଇଥାଏ। ତେଣୁ ଏହି କ୍ରମଟି ହେବ 3, 4, 5, 6, 7, 8, 9, 10। କୋଣ ସଂଖ୍ୟାର କ୍ରମ ପ୍ରତ୍ୟେକ ବହୁଭୁଜର କୋଣ ସଂଖ୍ୟା ମଧ୍ୟ ସମାନ ହୋଇଥାଏ। ତେଣୁ ଏହି କ୍ରମଟି ମଧ୍ୟ ସମାନ ହେବ 3, 4, 5, 6, 7, 8, 9, 10। ହଁ, ଆମେ ସମାନ ସଂଖ୍ୟା କ୍ରମ ପାଇବା। କାରଣ କହିଲେ କ'ଣ ନା ଜ୍ୟାମିତିର ନିୟମ ଅନୁସାରେ ଯେକୌଣସି ବହୁଭୁଜର ଯେତିକି ସଂଖ୍ୟକ ବାହୁ ଥାଏ ତାର ସେତିକି ସଂଖ୍ୟକ ଶୀର୍ଷବିନ୍ଦୁ ଓ କୋଣ ମଧ୍ୟ ରହିଥାଏ। କ୍ୱେଶ୍ଚିନ୍ ନମ୍ବର 2 ସମ୍ପୂର୍ଣ୍ଣ ଲେଖଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିର ରେଖା ସଂଖ୍ୟାଗଣ ତୁମେ କେଉଁ ସଂଖ୍ୟା କ୍ରମ ପାଇବ ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ଉତ୍ତର ଏହି ପ୍ରଶ୍ନଟି ପୂର୍ବ ପୃଷ୍ଠାରେ ଥିବା ଏକ ନିର୍ଦ୍ଦିଷ୍ଟ ଜ୍ୟାମିତିକ ଚିତ୍ର ବା ଟେବୁଲକୁ ଆଧାର କରି ଦିଆଯାଇଛି। ସାଧାରଣତଃ ଏପରି ପୂର୍ଣ୍ଣଗ୍ରାଫ ବା ଚିତ୍ରରେ ଶୀର୍ଷବିନ୍ଦୁ ଗୁଡ଼ିକୁ ଯୋଡୁଥିବା ରେଖାଖଣ୍ଡର ସଂଖ୍ୟା ଏକ ନିର୍ଦ୍ଦିଷ୍ଟ କ୍ରମରେ ବୃଦ୍ଧି ପାଇଥାଏ। କ୍ୱେଶ୍ଚିନ୍ ନମ୍ବର 3 ଅନେକଗୁଡ଼ିଏ ବର୍ଗଚିତ୍ରର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ବର୍ଗଚିତ୍ର ଅଛି? ଏହା କେଉଁ ସଂଖ୍ୟା କ୍ରମକୁ ଦର୍ଶାଉଛି ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ଉତ୍ତର ବର୍ଗଚିତ୍ର ସଂଖ୍ୟାର କ୍ରମ ବର୍ଗଚିତ୍ର କ୍ରମରେ ପ୍ରଥମ ଆକୃତିରେ ଗୋଟିଏ ବର୍ଗଚିତ୍ର, ଦ୍ୱିତୀୟରେ 4ଟି, ତୃତୀୟରେ 9ଟି, ଚତୁର୍ଥରେ 16ଟି ବର୍ଗଚିତ୍ର ଥାଏ। ତେଣୁ ଏହି ସଂଖ୍ୟାର କ୍ରମଟି ହେଉଛି 1, 4, 9, 16, 25, 36। କେଉଁ ସଂଖ୍ୟାକ୍ରମ? ଏହାକୁ ବର୍ଗ ସଂଖ୍ୟାକ୍ରମ କୁହାଯାଏ। କାରଣ ଏହି ସଂଖ୍ୟାଗୁଡ଼ିକ ଗଣନ ସଂଖ୍ୟାର ବର୍ଗ ଅଟନ୍ତି। ଯେପରିକି 1ର ବର୍ଗ 1, 2ର ବର୍ଗ 4, 3ର ବର୍ଗ 9, 4ର ବର୍ଗ 16 ଇତ୍ୟାଦି। ପ୍ରତ୍ୟେକ ପରବର୍ତ୍ତୀ ବଡ଼ ବର୍ଗଚିତ୍ରଟି ସମାନ ଆକାର ଛୋଟ ଛୋଟ ବର୍ଗଚିତ୍ରକୁ ସଜାଇ ତିଆରି କରାଯାଇଥାଏ। 4 ନମ୍ବର ଅନେକଗୁଡ଼ିଏ ତ୍ରିଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ଛୋଟ ତ୍ରିଭୁଜ ଅଛି? ଏହା କେଉଁ ସଂଖ୍ୟାକ୍ରମକୁ ଦର୍ଶାଉଛି ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ସୂଚନା କ୍ରମରେ ଥିବା ପ୍ରତ୍ୟେକ ଆକୃତିର ପ୍ରତ୍ୟେକ ଧାଡ଼ିରେ କେତୋଟି ତ୍ରିଭୁଜ ଅଛି? ଉତ୍ତର ଛୋଟ ତ୍ରିଭୁଜ ସଂଖ୍ୟାର କ୍ରମ ଏକ ସମବାହୁ ତ୍ରିଭୁଜ ଭିତରେ ବଢୁଥିବା କ୍ରମ ଅନୁସାରେ ଛୋଟ ତ୍ରିଭୁଜ ସଂଖ୍ୟା ଯଥାକ୍ରମେ 1, 4, 9, 16, 25 ହୋଇଥାଏ। କେଉଁ ସଂଖ୍ୟାକ୍ରମ? ନା ଏହା ମଧ୍ୟ ଏକ ବର୍ଗ ସଂଖ୍ୟାକ୍ରମ ଅଟେ। କାରଣ ପ୍ରତ୍ୟେକ ସ୍ତର ବା ଧାଡ଼ିରେ ଅଯୁଗ୍ମ ସଂଖ୍ୟକ ତ୍ରିଭୁଜ ଯୋଗ ହୋଇଥାଏ। ଆମେ ଜାଣୁ ଯେ ପ୍ରଥମ n ସଂଖ୍ୟକ କ୍ରମିକ ଅଯୁଗ୍ମ ସଂଖ୍ୟାର ସମଷ୍ଟି ସର୍ବଦା ଏକ ବର୍ଗ ସଂଖ୍ୟା ହୋଇଥାଏ। ଯେପରି 1 ଯୁକ୍ତ 3 = 4, 1 ଯୁକ୍ତ 3 ଯୁକ୍ତ 5 = 9। କ୍ୱେଶ୍ଚିନ୍ ନମ୍ବର 5 ତୁଷାରକଣା କ୍ରମରେ ଗୋଟିଏ ଆକୃତିର ପରବର୍ତ୍ତୀ ଆକୃତି ପାଇବା ପାଇଁ ପ୍ରତ୍ୟେକ ରେଖାଖଣ୍ଡକୁ ଏକ ଗତି ଅବରୋଧକ ଉଠାଣି ବା ହମ୍ପ୍ସ ଦ୍ୱାରା ବଦଳାଯାଇଥାଏ। ଯେହେତୁ ପରବର୍ତ୍ତୀ ଆକୃତିଗୁଡ଼ିକରେ ଏହାକୁ ଅଧିକରୁ ଅଧିକ କରାଯାଏ, ପରବର୍ତ୍ତୀ ଆକୃତିରେ ଅତି କ୍ଷୁଦ୍ର ରେଖାଖଣ୍ଡ ଦ୍ୱାରା କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇଥାଏ। ଏହି ତୁଷାରକଣା ଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କେତୋଟି ରେଖାଖଣ୍ଡ ଅଛି? ଏହାର ଅନୁରୂପ ସଂଖ୍ୟାଗୁଡ଼ିକ କ'ଣ? କରିବା ଉତ୍ତର ରେଖାଖଣ୍ଡ ସଂଖ୍ୟାର କ୍ରମ ବହିରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି କ୍ରମଟି ହେଉଛି 3, 12, 48, 192, 768 ଇତ୍ୟାଦି। ଅନୁରୂପ ସଂଖ୍ୟାକ୍ରମ ଏହା ଏକ ଜ୍ୟାମିତିକ ପ୍ରଗତି ବା ସଂଖ୍ୟାକ୍ରମ ଅଟେ। କାରଣ ଏଠାରେ ପ୍ରତ୍ୟେକ ଗୋଟିଏ ରେଖାଖଣ୍ଡ ବଦଳରେ 4ଟି ନୂଆ ଛୋଟ ରେଖାଖଣ୍ଡ ତିଆରି ହେଉଛି। ତେଣୁ ପରବର୍ତ୍ତୀ ପଦଟି ପୂର୍ବ ପଦ ସହ 4 ଗୁଣନ କଲେ ମିଳିଥାଏ। ପ୍ରଥମ ଆକୃତି 3 ଗୁଣନ 4 ସମାନ 3, 4ରେ 0 ମାନେ 3। ଦ୍ୱିତୀୟ ଆକୃତି 3 × 4⁴ 12। ତୃତୀୟ ଆକୃତି 3 × 4⁴ = 48। ଚତୁର୍ଥ ଆକୃତି 3 × 4⁴
is equal to 192.